1999 ମସିହା ଭଦ୍ରକ ନିକଟରେ ଥିବା ରେଲୱେ କ୍ୱାର୍ଟର 21 ଏବେ 3 ବର୍ଷ ହେଲା ଅପରିତ୍ୟକ୍ତ। ପୋଲିସ ରେକର୍ଡ କୁହେ, One double murder happened in this house. Husband and wife case unsolved. ଜଣେ ଯୁବକ ସାମ୍ବାଦିକ ଯାହାଙ୍କ ନାମ ରାଜୀବ ଟ୍ରୁଥ୍ ଅନକଭର କରିବାକୁ କ୍ୱାର୍ଟର 21ରେ ପ୍ରବେଶ କଲେ କ୍ୟାମେରା, ଟେପ୍, ଟର୍ଚ୍ଚ ରେକର୍ଡର ସହିତ। ରାତି 12ଟା ବାଜିଥିଲା। ଅଚାନକ ରୁମ୍ର ତାପମାତ୍ରା କମି ଯାଇଥିଲା। ଆରେ ଏଠାରେ ଏତେ ଦୁର୍ଗନ୍ଧ କ'ଣ? ଏ କାନ୍ଥରେ ଏତେ ରକ୍ତର ଛିଟା, ଆଉ ଏଥିରେ କ'ଣ ଲେଖା ହେଉଛି? ରୁମ୍ରେ ଲାଗିଥିବା ମିରର ଫିକା ପଡ଼ିଯାଇଥିଲା। ସେହି ମିରରରେ ରାଜୀବ ଦେଖିଲା କିଛି ବର୍ଷ ପୂର୍ବରୁ ମରିଯାଇଥିବା ଅରୁଣ ଆଉ ସୁଜାତାର ଭୟଙ୍କର ରୂପ। ଦୁଇ ଜଣଙ୍କ ପାଟି କଟି ଯାଇଥିଲା ଓ ଅସ୍ଥି ଭିତରକୁ ଆଖି ପଶି ଯାଇଥିଲା। ରାଜୀବ ଠିଆ ହୋଇଥିବା ଫ୍ଲୋର କ୍ରାକ୍ ହୋଇଯାଇଥିଲା ଏବଂ ସେ ଭିତରୁ ସେ ଗୋଟେ ଡାଏରୀ ପାଇଲେ। ରାଜୀବ ପଢ଼ିଥିଲେ, If I die, it will not be suicide. Someone is watching us from the railway bridge. ରାଜୀବ ପଢ଼ିସାରି ସବୁ ସେ ଜାଣିପାରିଥିଲେ। ମର୍ଡରର କେହି ବାହାରେ ନଥିଲା। ପୋଲିସ ଅଫିସରମାନେ ଏହାକୁ ମଧ୍ୟ ନିଜ କେସ୍ ଫାଇଲରେ ଚିହ୍ନଟ କରିଥିଲେ। କରିଡରରେ କାହାର ଭୟଙ୍କର ପାଦ ଶବ୍ଦ ଶୁଭିବାରେ ଲାଗିଥିଲା। ଟର୍ଚ୍ଚରେ ରାଜୀବ ଦେଖିଥିଲେ ଅରୁଣର ଭୟଙ୍କର ରୂପକୁ। ରକ୍ତ ମୁହଁରୁ ଝରୁଥିଲା। ଅରୁଣ ନିଜ ହାତ ଉଠାଇ ରାଜୀବକୁ ଇସାରା କରି ଛାତ ଆଡ଼କୁ ଦେଖାଇଥିଲେ। ରାଜୀବ ସେଠାରେ ଦେଖିଥିଲା ଏକ କଳଙ୍କି ଲାଗିଥିବା ଛୁରୀ, ଯାହା ରକ୍ତରେ ଭିଜିଥିଲା, ଶୁଖିଲା ରକ୍ତରେ। ଏହା ଦେଖି ରାଜୀବ ଜାଣି ଯାଇଥିଲା ମର୍ଡରରେ ବ୍ୟବହୃତ ଛୁରୀ ଏଠାରେ ବହୁତ ବର୍ଷ ହେଲା ଲୁଚା ଯାଇଛି। ଭୂତ ଦମ୍ପତି ସେଠାରେ ରାଜୀବକୁ ଦେଖାଯାଇଥିଲେ ଆଉ କହିଥିଲେ, ମତେ ଆଉ ଲୁଚିବାକୁ କୁହନି, ମତେ ନ୍ୟାୟ ଦରକାର। ଅଚାନକ ଲାଇଟ୍ ଅନ୍ ଅଫ୍ ହେଲା। କବାଟ ବାଡ଼େଇ ହେଲା। ରାଜୀବ ଟଳି ପଡ଼ିଲା। ପରଦିନ ଗାଁ ଲୋକମାନେ ରାଜୀବକୁ ଅଚେତ ଅବସ୍ଥାରେ କ୍ୱାର୍ଟର 21ରେ ପାଇଲେ। ରେକର୍ଡର ମନକୁ ମନ ବାଜିଲା, ନ୍ୟାୟ 1999 ସରିନି, ନ୍ୟାୟ 1999 ସରିନି। କ୍ୱାର୍ଟର 21 ଏବେ ସବୁଦିନ ପାଇଁ ବନ୍ଦ କରା ହୋଇଯାଇଛି। ଆଉ ଭୂତ କାହାକୁ ମାରୁନଥିଲେ କି ପଢ଼ି ନେଇନଥିଲେ। ସେମାନେ କେବଳ ସତ କହୁଥିଲେ। କିନ୍ତୁ ଯଦି ତୁମେ ତାଙ୍କ କଥା ଶୁଣିଥାନ୍ତ, ତମେ କେବେ ରାତିରେ ଶାନ୍ତିରେ ପୁଣି ଶୋଇପାରିନଥାନ୍ତ।